ଜାଗର ସରିଲା ଶିବଙ୍କ ପାଖରୁ ମୁଁ ପଳେଇ ଆସିଲି ଯାତ୍ରାକୁ। ନା ଶିବ ସବୁଠି ଅଛନ୍ତି। ଯାଜ୍ଞ ସେନିପା ଟୋଟାଲ ଶିବଙ୍କର ପେଣ୍ଡାଲ, ଶିବଙ୍କର ଶିବ ପାର୍ବତୀଙ୍କର ପେଣ୍ଡାଲ। ତ ମୁଁ ଆସିଲି ପୁଣି ପେଣ୍ଡାଲରେ ଶିବଙ୍କୁ ଦେଖିବି। ଧର୍ମ ପ୍ରଚାର ନୁହଁ, ମୁଁ ଆସିଛି ନାଟକ ମୁଁ କମେଡି କରିବା ପାଇଁ। ବାକି ରହିଲା ମୁଁ ମୋର କଳା ଦେଖିବା ପାଇଁ ଆସିଛି। ବହିରେ ଯାହା ଥିବ ସିନ୍ କରିବି। ଆଉ ସନାତନୀ ନାଟକଟି ଆମ ହିନ୍ଦୁ ପରମ୍ପରା ସଂସ୍କୃତି ଆମର ଯେତେ ସବୁ ହିନ୍ଦୁତ୍ୱର ମାନେ ଏବେକା ଜେନେରେସନ୍ ଭୁଲି ଯାଉଛନ୍ତି ସବୁ ଜିନିଷ। ମାନେ ଭଗବାନଙ୍କୁ ଏତେ ଡାକୁନାହାନ୍ତି, ଭଗବାନଙ୍କୁ ଇଏ କରୁନାହାନ୍ତି। ଯିଏ ଯାହା କଲା ହଁ ସେ ତାର କରୁଛି ତ ଆମେ କ'ଣ ଦରକାର ଏସବୁ ଜିନିଷ। ଏଥିରୁ ବହୁତ କିଛି ଶିଖିବାକୁ ମିଳିବ ଆଶା କରୁଛି। ମୁଁ ଯେତେବେଳେ ଘରୁ ପାଦ କାଢିଲି ବୋଉ କହିଲା କୁଆଡେ ଯାଉଛୁ? ମୁଁ କହିଲି ଯାଉଛି ଆକ୍ଟିଂ କରିବାକୁ। ନା କ'ଣ ହବୁ? ମୁଁ କହିଲି କ'ଣ ହେଇପାରିବି ଭାବୁଛୁ? ବାଳିକା ତୁ ତ ହିରୋ ହେଇପାରିବୁନି, ମୁଣ୍ଡ ତ ଯୋଉ ଗୋବର ଭଳିଆ ହେଇଛି। ତୁ ବାଳିକା କ'ଣ? ମୁଁ କହିଲି ମୁଁ କମେଡି କରିବି। ତୁ ବାଳିକା ସେଇ ଆଇ କରିବି, ଆଉ କିଛି କରିପାରିବିନି। ମୁଁ ଯାହା କହିଛି ସେଇଆ କରୁଛି। ପିଲାବେଳୁ ହଁ ସ୍କୁଲରେ କରେ, ସମସ୍ତେ କୁହନ୍ତି ମୁଁ ଯାହା କମେଡି କରେ ଛୋଟ ମୋଟ କରେ, ସେ ଲୋକ ହସନ୍ତି। ତ ଯେତେବେଳେ ଭାବିନଥିଲି ଏ ଜାଗାରେ ପହଞ୍ଚିବି, ଭଗବାନଙ୍କ ଆଶୀର୍ବାଦ, ଲୋକମାନଙ୍କର ଭଲ ପାଇବା ଆଶୀର୍ବାଦ ମତେ ଉପରକୁ ଗୋଟେ ଗୋଟେ ସିଡ଼ି ଚଢ଼େଇ ଚାଲିଛି। ମୁଁ ଭାଇ ଅଲରେଡି ଥିଏଟର କରିଛି। ଗାଁରେ ଡ୍ରାମା ଯୋଉ 3 ରାତି ହୁଏ, 1.5 ମାସର ରିହର୍ସାଲ ବି ହୁଏ। ସେ ରିହର୍ସାଲରେ ମୁଁ 3 ରାତି ଡ୍ରାମା ବି କରିଛି। ତ ମୁଁ ପାରିବି, ମତେ ମୋର ଆଶା ଅଛି ମୁଁ ପାରିବି। ମୋ ଭରସା ଭାଗନି ଭାଇ। ମୋର ଗୋଟେ ହୋପ ଅଛି ମୁଁ ପାରିବି। ତମେ ଖାଲି ଡିମୋଟିଭେଟ କରୁଛ, ତମେ ପାରିବ? ହଁ ମୁଁ ପାରିବି। ୟେସ୍ ଆଇ ଡୁ ଇଟ୍। ଏ ଭାଇ ୟୁଟ୍ୟୁବରେ ପଇସା ଅଛି, ଯାତ୍ରାରେ ପଇସା ଟିକେ ଅଧିକ। ଆଉ ଯାହା ଭାବିପାର ୟୁଟ୍ୟୁବରେ ପଇସାକୁ ଛାଡ଼ିକି ଆଜ୍ଞା ପ୍ରାଙ୍କ ବା ଲୋକ ସବୁ ଜାଣି ଦଉଛନ୍ତି। ଯୋଉଠି ଛିଡ଼ା ହେଲେ ଯଦି କାହାକୁ ଯାଉଛି ପ୍ରାଙ୍କ କରିବାକୁ, ଯଦି ସେ ଅନୋନ ଲୋକ ଗୋଟେ ନୋନ ଲୋକ ଆସିକି କହିଦଉଛି ଭାଇ କ'ଣ ଏବେ କାଳିଆ ଭାଇ ତ ଗଲା। ସେ ଗୋଟେ ଦିନରେ ଯୋଉ ପ୍ରାଙ୍କଟି ବାହାରୁଥିଲା 5 ମିନିଟ୍ 10 ମିନିଟ୍ର, ସେ 15 ଦିନ ଲାଗୁଛି ଗୋଟେ ଏପିସୋଡ ବାହାର କରିବା ପାଇଁ। ତ ସେଥିପାଇଁ ଆଉ କରୁନି। ଗାଁ ଗହଳିରେ ଏବେ ଯେତେବେଳେ ଯାତ୍ରା ହବ, ଅବଭିୟସଲି ମୁଁ ଯୋଉ ଗାଁରେ ଯାତ୍ରା ହବ 3 ଦିନ କି 4 ଦିନ ପଡ଼ିବ କ୍ୟାମ୍ପ, ମୁଁ ସେ ଗାଁର ଲୋକଙ୍କ ସହିତ ପ୍ରାଙ୍କ କରିକି ଭିଡ଼ିଓ ପକେଇଦେବି। ଗଲା ମିଲିୟନ ପଇସା ଆସିଲା। ଗୋଟେ ଯାତ୍ରାରୁ ପଇସା କମେଇଲି, ୟୁଟ୍ୟୁବରୁ ପଇସା କମେଇଲି। ମୁଁ ଚାହୁଁଛି ଭାଇ ଆସନ୍ତିନି, ଆହୁରି ବଢିଆ ମଜା ହବ। ଗୋଟେ ପାର୍ଟି ରହିବେ? ହଁ ଗୋଟେ ପାର୍ଟିରେ ରହିବୁ, କିଛି ଅସୁବିଧା ନାହିଁ। କିନ୍ତୁ ମାନେ ପାର୍ଟି ଓନର ରଖିବା ଦରକାର। 2 ଜଣଙ୍କୁ ହାୟାର କରିପାରିବେ କି? ଯୋଉଠି ରହିବେ ଜଣେ ରହିବେ ନା। ଆଉ ଯଦି ମୁଁ ବାପା କମେଡି କଲେ ଗୁଲୁଆ ଭାଇ, ମୁଁ ପୁଅ କମେଡି କରିବି। ତ ମୁଁ ବାପା କମେଡି କଲେ ପୁଅ କମେଡି ସିଏ କରିବେ। ଚାଲିଛି ଆମର ନିତ୍ୟ ସାର ଆସୁଛନ୍ତି। ହଁ ଆସିବ, କିଛି ଅସୁବିଧା ନାହିଁ। ମୋ ଘରେ ମୋ ବାପା ବୋଉ 2 ଜଣ ଯାକ ଷ୍ଟ୍ରଙ୍ଗ ଅଛନ୍ତି। ଟଙ୍କା ପାଇଁ ନୁହଁ, ବାପା ବୋଉ ମୋର ଷ୍ଟ୍ରଙ୍ଗ ଅଛନ୍ତି। ଆଉ ବୟସଟା ଆମର ଗଡ଼ି ଯାଉଛି। ଏଇ ବୟସରେ ଯଦି ଆମେ କିଛି ପଇସା ସଞ୍ଚୟ କରି ରଖିବୁ, କଳାକାର ଜୀବନ ଆଗକୁ ତ ଆମେ କୋଉଠି କମ୍ପାନୀରେ କାମ କରିପାରିବୁନି, କୋଉଠି ଇଏ କରିପାରିବୁନି। ଯେତେବେଳେ ବସିବୁ ବୁଢା ହେଇଯାଇଥିବୁ, ଯେତେବେଳେ ବଳ ବୟସ ଭାଙ୍ଗି ଯାଇଥିବ, ଏଇ ଯୋଉ 2 ପଇସା କମେଇଥିବୁ ସେଇ 2 ପଇସା ଖର୍ଚ୍ଚ କରିବୁ। ନାଇଁ ସେଇଟା ଅବଭିୟସଲି ବାହା ହେଲା ପରେ ମୁଣ୍ଡକୁ ବୁଦ୍ଧି ପଶେ। ମୁଁ ଭାବୁଛି କି ଯାହା ବି ଭଗବାନ ଯୋଉ ରାସ୍ତାରେ ନଉଛନ୍ତି ସେଇ ରାସ୍ତାରେ ଭଲରେ ନିଅନ୍ତୁ। ମୋ ସବୁବେଳେ ସପୋର୍ଟିଭ, ସବୁବେଳେ। ଗୋଟେ ନଙ୍ଘା ମାଇକିନାଟେ ମାନେ ସ୍ତ୍ରୀଟେ ପାଇଛି ମୁଁ। ନା ମୁଁ ଡରୁଛି ସ୍ତ୍ରୀକୁ। ସମସ୍ତେ ସେ ଯେଡ ବଡ ମନ୍ତ୍ରୀ MLA ଯେଡ ବଡ ନେତା ହେଇଥିବ, ସେ ଯିଏ ବି ହଉଛି, ମାନେ ଅମ୍ବାନୀ ବି ତା ସ୍ତ୍ରୀକି ଡରୁଛି। ଅମ୍ବାନୀ ପାଖରେ ତା ସ୍ତ୍ରୀ ଛିଡ଼ା ହେଇଥିଲା। ଅମ୍ବାନୀ ଟିକେ ଲାଗିଲା, ଅମ୍ବାନୀ କହୁଛି ମାନେ ଅମ୍ବାନୀ ଭଳିଆ କେଡେ ବଡ ଲୋକ ସିଏ ଯଦି ତା ସ୍ତ୍ରୀକି ଡରୁଛି, ଆମେ କ'ଣ? ନାଇଁ ମୁଁ ଦେଖୁଛି ଭାଇ ୟୁଟ୍ୟୁବରେ ସବୁ ଜିନିଷ ଆସୁଛି। ୟୁଟ୍ୟୁବରେ ସବୁ ଜିନିଷ, ଆଉ ମୁଁ ଦେଖିବାକୁ ତା ଘରକୁ ଯିବି। ମୁଁ ତାର କୋଉ ମାନେ ପାଦ ଧୂଳି ଯୋଉ ଅଛି, ପାଦ ଧୂଳିକି ତାର ସରିବେ କି? ଭାଇ ସିଏ ମତେ ଚିହ୍ନି ନଥିବ। ତା ସିକ୍ୟୁରିଟି କହିବ, ମୁଁ ଗୋଟେ ଥର ଆଲୁ ଅର୍ଜୁନ ଘରଠି ଯାଇଥିଲି, ଗୋଟେ ଫଟୋ ଉଠଉଥିଲି ବାହାରୁ। ମୁଁ କହିଲି ଆଲୁ अर्जुन भाई को बुलाना। तो तुम कौन हो? बोले उसको बुलाओ, पुष्पा आए थे शूटिंग करने के लिए, मिट्टू मिथुन का भाई बोल दो। अल्लू अर्जुन दौड़ी गला से लुंगी पिंधिकी। कौन है कालिया सोना आज भितर छानी सिक्यूरीटी दी चटपड़ी अब डेरा से सुटिंग होता मत से साहय कर मिश्री मोर पेट गरम होता मिश्री पणा कर बहुत जिनस बढ़िया आहरी मिलियन मिलियन व्यू आसो खाली पैसा ही पैसा भाई मु 4 गुड़िया षंढ नुह भाई गोटे मनीषटे मो नाटा षंढ आ मुझे शिव को अधिक भल पाए मो बापा मो अजा मिसिकी 2 जन जाक दे षंढ महादेव बहुत बड़ भक्त आशा कर हाँ सी तो मु आशा कर न डरतु भल पाया दिंतु मोर कला क्षेत्र समस्त माने टोटाल ओडिशा जी दर्शक अच्छा समस्त ना लिखा केवल कला क्षेत्र देखा मुझे चाहूँ मो ना भी समस्ते छात्री लिखु षंढ भाज हाथ लिखी
ଛାତିରେ ଲେଖିପାରିବନି ବା ସିଏ କହିଲା ଛାତିରେ ଜାଗା ହବନି ଷଣ୍ଢ କେଡ ବଡ 4ଟା ଗୋଡ ତାର ସେ ଗୋଟେ ଯଦି ସିଏ ଭାବିବ ମୋ ନାଁ